ମକର ରାଶିରେ ମହାଭାରତ ହେବାକୁ ଯାଉଛି। ସତ ଜାଣିଲେ ଆପଣ ବି କାନ୍ଦିବେ। ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସାବଧାନ ଏହି ଅଗଷ୍ଟ ମାସ। ଏହି ଅଗଷ୍ଟ ମାସରେ ଆପଣଙ୍କୁ ଶତ୍ରୁ ଭୟ ଲାଗି ରହିବ। ଶତ୍ରୁ ଆପଣଙ୍କ ଚାରି ପାଖରେ ବୁଲିବ। ଆପଣ ଯଦି ନ ସାବଧାନତା କରିବେ ଆପଣଙ୍କୁ ବି ଭୋଗି ପାରନ୍ତି ମହାବିପତ୍ତି। ଆସିପାରେ ବଡ଼ ବିପଦ ଆପଣଙ୍କ ଉପରକୁ। ଆପଣଙ୍କ ସ୍ଥିତି କ'ଣ ରହିଛି ଏହି ଅଗଷ୍ଟ ମାସରେ ଆସନ୍ତୁ ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁକା ଆଜିର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲକୁ ଏ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ନିହାତି ଭାବେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଗକୁ ଆମେ ଆପଣଙ୍କୁ ଭଲ ଭଲ ଭିଡ଼ିଓ ଆଣି ପହଞ୍ଚେଇବୁ। ତ ଚାଲନ୍ତୁ ଆଜିର ଆରମ୍ଭ କରିବା ମକର ରାଶି ବିଷୟରେ। ତ ମକର ରାଶିରେ ଅଗଷ୍ଟ ମାସ କିପରି ରହିବ? ଆପଣଙ୍କ ବହୁ ସମସ୍ୟା ଦେଖାଦେବ। ଆପଣଙ୍କ ମନ ଦୁର୍ବଳ ରହିବ, ସ୍ୱାସ୍ଥ୍ୟ ଭଲ ରହିବନି। ଆପଣ ସଦାବେଳେ ବ୍ୟସ୍ତତା ଭିତରେ ରହିବେ। ଯେଉଁ କାମ କରିବାକୁ ଯାଉଛନ୍ତି ତାହା ବିଫଳ ହେବେ। ସବୁ ଜାଗାରେ ଆପଣ ଅପମାନିତ ହେବାକୁ ଯାଉଛନ୍ତି, କାରଣ ଆପଣଙ୍କ ଚାରି ପାଖରେ ଶତ୍ରୁ ଭୟ ଲାଗି ରହିବ। ଦର୍ଶକ ବନ୍ଧୁ, ଏସବୁର ଉପାୟ ମୁଁ ଆପଣମାନଙ୍କୁ ଭିଡ଼ିଓ ଶେଷରେ କହିଦେବି। ଯଦି ଆପଣ କୌଣସି କାର୍ଯ୍ୟ କରୁଛନ୍ତି ତାହା ଦେଖି ଚାହିଁ ଭାବି ଚିନ୍ତି କରନ୍ତୁ, ନଚେତ୍ ଆପଣ ଭୋଗିପାରନ୍ତି ବହୁତ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମହାଭାରତ ମୁଁ କାହିଁକି କହୁଛି ମକର ରାଶିରେ ମହାଭାରତ ହେବ? ତ ମହାଭାରତ ହେବାର ପ୍ରଥମ କାରଣ ହେଉଛି ଆପଣଙ୍କ ଭାଇର ସମ୍ପର୍କ ଖରାପ ହେବାକୁ ଯାଉଛି। ଆପଣଙ୍କ କଥାକୁ ଶାଳୀନତା ରଖନ୍ତୁ, ନଚେତ୍ ଆପଣଙ୍କ ଭାଇ ସହିତ ଭାଇର ଶତ୍ରୁତା ବଢ଼ିବ। କେବେ ହେଲେ ଭାଇ ସହିତ ପଡ଼ିବ ନାହିଁ ଆପଣଙ୍କର। ଆପଣ ଯାହା କିଛି ସଞ୍ଚୟ କରୁଛନ୍ତି ତାହା ଅଯଥା ଖର୍ଚ୍ଚରେ ଚାଲିଯିବ। ଆପଣଙ୍କ ପୁଞ୍ଜି ସବୁ ଖାଲି ହୋଇଯିବ। ସଦାବେଳେ ମନ ଦୁର୍ବଳ ରହିବ, ସବୁବେଳେ ବ୍ୟସ୍ତତା ଭିତରେ ରହିବେ। ନାନା ସମସ୍ୟା ଦେଖାଦେବ ଆପଣଙ୍କୁ। ଆପଣଙ୍କ ଚାକିରି କ୍ଷେତ୍ରରେ ସବୁଥିରେ ଆପଣ ଅପମାନିତ ହେବାକୁ ଯାଉଛନ୍ତି। ଯଦି ଆପଣ ଚାଷବାସ କରୁଛନ୍ତି ତାହେଲେ ନିହାତି ଭାବେ ଆପଣ ଚାଷବାସରେ କ୍ଷତି ସହିବେ। କିନ୍ତୁ ଉଦ୍ୟମ ଜାରି ରଖନ୍ତୁ। ଆପଣ ସଦାବେଳେ ଚେଷ୍ଟା କରନ୍ତୁ, ଦେଖିବେ କିଛି ନା କିଛି ଆପଣଙ୍କୁ ଉପାୟ ମିଳିଯିବ। ଯଦି ଆମେ ଦେଖିବା ଘରର ନାରୀମାନେ ଚିନ୍ତାମଗ୍ନ ରହିବେ, ସବୁବେଳେ ଚିନ୍ତାରେ ବୁଡ଼ିକି ରହିବେ। ପିଲାମାନଙ୍କ ପଢ଼ାପଢ଼ିରେ ଯଦି ଦେଖିବା ଟିକେ ମଧ୍ୟମ ଧରଣର ରହିବ। ଯଦି ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଶାନ୍ତ ରଖିବାକୁ, ଆପଣଙ୍କ ମନକୁ ଶାନ୍ତ ରଖିବାକୁ। ବହୁତ କିଛି ପରିବାର ସହିତ ଟାଇମ୍ ଦିଅନ୍ତୁ। ପରିବାର ସହିତ ନିଜର ମନର କଥା କୁହନ୍ତୁ। ଯେକୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଆଲୋଚନା କରନ୍ତୁ। ନିହାତି ଭାବେ ସଫଳ ପାଇବେ ଓ ସଫଳ ମଧ୍ୟ ହେବେ। ତ କ'ଣ କରିବେ? ଆପଣଙ୍କ ପାଇଁ ଗୋଟେ ଖୁସିତ ଖବର ରହିବ। ଏ ଅଗଷ୍ଟ ମାସରେ ଶ୍ରାବଣ ମାସ ଚାଲିଛି। ଆପଣ ଯେକୌଣସି ଶିବ ମନ୍ଦିରକୁ ଯାଆନ୍ତୁ। ଶିବ ମନ୍ଦିରରେ ମୁଣ୍ଡିଆ ମାରି ବେଲପତ୍ର ଚଢ଼ି ଆପଣଙ୍କ ମନର କଥାକୁ କୁହନ୍ତୁ। ଦେଖିବେ ସବୁ ସମସ୍ୟା ଆସ୍ତେ ଆସ୍ତେ ଦୂର ହେବ। ଯଦି ଦେଖିବା ଆପଣଙ୍କ ଆର୍ଥିକ ସ୍ଥିତି କିପରି ରହିବ? ଆର୍ଥିକ ସ୍ଥିତି ବହୁତ ସୁଚଳ ହେବାକୁ ଯାଉଛି ଆଗକୁ। କିନ୍ତୁ ଗୋଟିଏ ଭୟ, ଆପଣ ଯେକୌଣସି ପୁଞ୍ଜି ନିବେଶ କରିବାକୁ ଯାଉଛନ୍ତି ତାହା ଦେଖି ଚାହିଁ କରନ୍ତୁ, ଭଲ ଭାବେ ଚିନ୍ତା କରି କରନ୍ତୁ। ଆପଣଙ୍କୁ ଅପରାହ୍ନ ସମୟ ଯଦି ଦେଖିବା, ଆପଣଙ୍କୁ ଅଗଷ୍ଟ 17 ତାରିଖ ପରେ କିଛି ନା କିଛି ସମସ୍ୟା ଦୂର ହୋଇଯିବା ସହିତ କିଛି ଶୁଭ ଫଳ ମଧ୍ୟ ମିଳିବ। 17 ତାରିଖରୁ ଆପଣଙ୍କର ଦୂରଯାତ୍ରା ମଧ୍ୟ କରିପାରନ୍ତି। ମାନ ସମ୍ମାନ ବୃଦ୍ଧି ଆପଣଙ୍କର ଆସ୍ତେ ଆସ୍ତେ ମଧ୍ୟ ବଢ଼ିବାକୁ ଲାଗିବ। ଅଯଥା ଖର୍ଚ୍ଚରୁ ଟିକେ ଦୂରେଇ ରୁହନ୍ତୁ, ଦେଖିବେ ସବୁ ଠିକ୍ଠାକ୍ ହୋଇଯିବ। ଯଦି ଆପଣଙ୍କୁ ଆମର ଏଇଭଳି ରାଶି ଭିଡ଼ିଓ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆଉ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚିନ୍ତ ଲେଖନ୍ତୁ।
ସାଙ୍ଗସାଥିମାନଙ୍କୁ ଲାଇକ୍ ସେୟାର ନିହାତି ଭାବେ କରିବେ। ରହିଲୁ, ଜୟ ଜଗନ୍ନାଥ।